नमस्कार। आउ थरे मु आपण मानू आम ओडिया सबस्कृत पाठ रे स्वागत करुअछे। आज रविवार 28/9/2025। आज आमे एक नुआ मोसा न्यू मोजेस एही विषय आमे आज शिक्षा करिबा। बंधु नुआ मोसा बंधु जेपरिकी आम सैन्य पदरे देखिलु जिहोशय 1:7 बंधु जदिओ मोशा मृत्युवरण करिअछन्ति आउ इस्राएल प्रजा माने एक नूतन जुगरे प्रवेश करुछन्ति आउ सेमानंकर सेवा सहित तांको नेतृत्व प्रभाव एबे भी रही अछि। मोशांकर तांको नाम बहन करुथिबा पुस्तकर आरंभरे जिहोशयंको परमेश्वरंकर तांको उपरे विश्वास करिबाको उत्साहित करिसंति जेपरि मु काली आपण मानकु कहि सारिछि। परमेश्वर नूतन नेताको मोशांको पदचिन्ह अनुसरण करिबाको अनुरोध करुछन्ति। समय नूतन किंतु आज्ञा एवं प्रतिश्रुति समान रही अछि। नियंतु विभाजित करंतु एवं सेवा करंतु शर्त से समान अतिशय परमेश्वर को मुक्तिर दया को कार्यर प्रतिक्रिया भाव अकाल्पनिक तांको सहित एक विश्वास संपर्क उपरे आधारित। बंधु केवल व्यक्ति विशेषक मध्यरे पार्थक्य अछि आउ एही पीढ़ी सृष्टि होई अछि। एक निर्दिष्ट अर्थरे बंधु जिहोशयंको पुस्तक आज परमेश्वरंको लोकमानंको पाई एक नूतन सुजोग प्रदान करिबाको दउछि। कारण जिहोशयंको पुस्तक रे प्रतिज्ञा देशरे बा सीमारे से माने वर्तमान ठिया होइछन्ति जेपरि मु काली आपण मानकु कहिली। बंधु पुस्तक रे आरंभ रे आमे देखुछु एक मुख्य प्रश्न गुड़िक हेउछि कि इस्राएल कौन एही जो नूतन सुजोग को हाथ छड़ा करिबो। सेमाने कौन पूर्व पीढ़ीर सफलतार जो रेसिपी आमे कहूछु अनुसारे बा जो सफलतार कार्य अनुसारे से माने रहिबे। बंधु आमे देखुछु जे इतिहास आज पुनरावृत्ति होउछि। नूतन जिहोशय ख्रीष्टଙ୍କ नेतृत्वरे मंडली को परमेश्वर प्रतिज्ञा पूर्ण करने पाई आह्वान करा जाय अछि। नियमर नमूना अपरिवर्तित रही। परमेश्वर आमको जहा आमे निज पाई पाई पारिबु नाही ताहा से आमानकु दियंती एवं आमर आज्ञाबहता पाए अपेक्षा से करंदी। बंधु जहा तांको प्रेम ज्ञान एवं शक्ति उपरे आमर विश्वास को प्रकाश करे। बंधु प्रश्न रही जाए जे आमर पीढ़ी कौन ईश्वर क्षमता उपरे भरोसा रही रखिबो जे से तांकर सोजना को ख्रीष्ट जीशु ख्रीष्ट को दिन पर्यंत जीशु ख्रीष्ट को दिन पर्यंत से कार्य को समाप्त करेंगे जहाँकि आम द्वितीय फिलिपी मान फिलिपियो 1:6 पाउछु। पौल कहती वर्तमान पीढ़ी स्वर्गीय किनारर सीमारे ठिया हेबा समय ईश्वरीय आवेदन
ଏବେ ବି ଶକ୍ତିଶାଳୀ ଭାବରେ ପ୍ରତିନିଧିତ୍ୱ କରୁଅଛି। କେବଳ ଶକ୍ତିଶାଳୀ ଏବଂ ଅତ୍ୟନ୍ତ ସାହସୀ ହେବା ବୋଲି, ଯାହାକି ସାହସିକ ଓ ବଳବାନ ହୋ ବୋଲି ଯାହା ଗତକାଲି ଆମେ ଦେଖିଲୁ, ସେହିପରି ଆଜିର ପିଢ଼ି ମାନେ ମଧ୍ୟ ବଳବାନ ସାହସିକ ହେବା ଉଚିତ। ଆମେ ଆଧ୍ୟାତ୍ମିକ ନେତୃତ୍ୱ, ଯିଏକି ମୂଷା ବିକଳ୍ପ ଭାବରେ ମୂଷାଙ୍କ କାର୍ଯ୍ୟଭାର ଯେଉଁ ମିଶନ ଥିଲା, ସେହି ଯେଉଁ ମରୁଭୂମିରେ ମୂଷାଙ୍କ ବିଫଳତାର ଯନ୍ତ୍ରଣାଦାୟକ ସ୍ମୃତି ପରେ ତୁରନ୍ତ ଘଟେ, ଯାହା ମହାନ ନେତାଙ୍କୁ କିନାନରେ ପ୍ରବେଶ କରିବାକୁ ବାଧା ଦେଇଥିଲା, ଯାହା ଆମେ ଦେଖୁଛୁ ଗଣନା ପୁସ୍ତକ ତାର 20:9-12। ବନ୍ଧୁ, ବୃହତ ପରିପ୍ରେକ୍ଷୀରେ ଏହି ଯେଉଁ ଘଟଣା 16 ପାଦର ଝିଅମାନଙ୍କ ଅନୁରୋଧ ସହିତ ଘନିଷ୍ଠ ଭାବରେ ଜଡ଼ିତ। ଗଣନା ପୁସ୍ତକ 27:1-12 ଆମେ ଦେଖାଉଛୁ। ପ୍ରଥମ ପିଢ଼ିର ଅଂଶ ଭାବରେ ଅବିଶ୍ୱାସ ଏବଂ ବିଦ୍ରୋହ ଯୋଗୁଁ 16 ପାଦ ମରୁଭୂମିରେ ମୃତ୍ୟୁବରଣ କରିବାକୁ ବାଧ୍ୟ ହୋଇଥିଲେ। ବନ୍ଧୁ, ହାରଣ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ ଏବଂ ମୂଷା ତାଙ୍କ ଶେଷ ନିକଟରେ ହୋଇଥିଲେ। ବୃଦ୍ଧ ନେତା ଜଣେ ଉତ୍ତରାଧିକାରୀ ପାଇଁ ପ୍ରାର୍ଥନା କରନ୍ତି। ତାଙ୍କ ପ୍ରାର୍ଥନା ଏବଂ ପରମେଶ୍ୱରଙ୍କ ପ୍ରତିକ୍ରିୟା ଜିହୋଶୁଆଙ୍କ ଭବିଷ୍ୟତ ନେତୃତ୍ୱ ଭୂମିକାକୁ ଭବିଷ୍ୟତ ବା ପରିଭାଷିତ କରେ। ତାଙ୍କର ଭୂମିକା ମୁଖ୍ୟତଃ ସୀମାକ ହେବ, ଯେପରି ଆମ ସମ୍ମୁଖରେ ବାହାରକୁ ଯିବ। ଏହିପରି ଆମେ ପ୍ରଥମ ସାମୁଏଲ 8:20 ଦେଖୁଅଛୁ। ବନ୍ଧୁ, ମୂଷାଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରତିକ୍ରିୟାରେ ଜିହୋଶୁଆଙ୍କୁ ଆତ୍ମାରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଇଛି, ଯାହାକି ଗଣନା 27:18 ଆମେ ଦେଖୁଅଛୁ। ହୃଦୟକୁ ଜାଣୁଥିବା ବ୍ୟକ୍ତିଙ୍କ ଠାରେ ଏପରି ମୂଲ୍ୟବାନ ଗୁରୁତ୍ୱପୂର୍ଣ୍ଣ ପୁରୁଣା ନିୟମରେ ହିବ୍ରୁ ଶବ୍ଦ, ଯାହା ରୁଆ ଅନ୍ୟ ଜିନିଷଗୁଡ଼ିକ ମଧ୍ୟରେ ଏକ ଅବ୍ୟକ୍ତ ପବନ, ମାନବ ନିଶ୍ୱାସ, ସ୍ୱଭାବ କିମ୍ବା ମନକୁ ସୂଚିତ କରିପାରେ। ବନ୍ଧୁ, ଏହି ଦିବ୍ୟ ପ୍ରତିନିଧିକୁ ମଧ୍ୟ ସୂଚାଇପାରେ, ଯିଏ ସୃଷ୍ଟି ପରଠାରୁ ସଂସାରିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡ଼ିତ ଅଛନ୍ତି, ବା ଯାହା ଆମେ ଦେଖୁଛୁ 52 ବା ଯେଉଁ 5ଟା ବହିରେ ଆମେ ଦେଖୁଛୁ, ଯାହା ମୁଁ ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଲେବୀୟ ପୁସ୍ତକ, ଗଣନା ପୁସ୍ତକ ଆଉ ଦ୍ୱିତୀୟ ବିବରଣ, ଏଇ ଯେଉଁ ତାକୁ 5ଟା ବୋଲି ଇଂରାଜୀରେ କହନ୍ତି, ବା ଏଇ ଯେଉଁ 5ଟା ବହି ଯାହା ମୂଷା ଦ୍ୱାରା ଲିଖିତ ଥିଲା ଭବିଷ୍ୟତବାଣୀ ଏବଂ ନେତୃତ୍ୱ ବିଷୟରେ, ଯାହାକି ଯୋସେଫଙ୍କ ହେଉଛି ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ପରମେଶ୍ୱରଙ୍କର ଆତ୍ମା ଥିଲା ବୋଲି ଆମେ ଦେଖୁଅଛୁ। ତାଙ୍କ ଜୀବନରେ ସମସ୍ତ 3ଟି ଦିଗ ସ୍ପଷ୍ଟ ଥିଲା ବୋଲି ଆମେ ଦେଖୁଛୁ। ଜଣେ ଭବିଷ୍ୟତ ବକ୍ତା ଭାବରେ ସେ ସ୍ୱପ୍ନ ପାଆନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି ଭାବରେ ସେ ଫାରୋଙ୍କ ସ୍ୱପ୍ନର ବ୍ୟାଖ୍ୟା କରନ୍ତି। ବନ୍ଧୁ, ଏହି ଜଣେ ନେତା ଭାବରେ ସେ କେବଳ ତାଙ୍କ ଲୋକମାନଙ୍କୁ ନୁହେଁ, ବରଂ ଦୁର୍ଭିକ୍ଷ ଦ୍ୱାରା ପ୍ରଭାବିତ ଅନ୍ୟ ଜାତି ଗୁଡ଼ିକୁ ରକ୍ଷା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତି। ବନ୍ଧୁ, ସେହିପରି ଜିହୋଶୁଆଙ୍କ ସେବା କାର୍ଯ୍ୟରେ ଜ୍ଞାନ, ଭବିଷ୍ୟତବାଣୀ ଏବଂ ନେତୃତ୍ୱ ମଧ୍ୟ ଏକତ୍ରିତ ହେଉଛି।
ସେ ଜ୍ଞାନର ଆତ୍ମା, ଯାହା ଆମେ ସେ ହିବ୍ରୁ ପଦକୁ ରୁହା ବା ହକ୍ ମତ ହକ୍ ମାହ ରେ ପରିପୂର୍ଣ୍ଣ, ଯାହା ଆମେ ଦେଖୁଛୁ ଦ୍ୱିତୀୟ ବିବରଣ 34:9। ଅଧିକନ୍ତୁ ସେ 70 ଜଣଙ୍କ ପ୍ରାଚୀନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଭବିଷ୍ୟତବାଣୀ କରିବା ପାଇଁ ଆତ୍ମା ପାଇଛନ୍ତି, ଯାହା ଆମେ ଗତ 3 ମାସରେ ଶିଖିଥିଲୁ କି ଏଇ ଯୋଉ 70 ଜଣ ମାନେ ଲୋକେ ପରମେଶ୍ୱରଙ୍କ ସହ ଭୋଜି କଲେ, ଶେଷରେ ଗଣନା 27:18ରେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଜଣେ ନେତା ଭାବରେ ନିଯୁକ୍ତ କରାଯାଇଛି, ଯାହାଙ୍କ ମଧ୍ୟରେ ଆତ୍ମା ବାସ କରନ୍ତି, ଆଉ ସେ ହେଉଛନ୍ତି ଜିହୋଶୟ। ମୋଶାଙ୍କ ସେବା କରିବା ସମୟରେ ଜିହୋଶୟ ଯେଉଁ ଉଲ୍ଲେଖନୀୟ ଦକ୍ଷତା ବିକଶିତ କରିଥିଲେ ବନ୍ଧୁ, ତାହା ସତ୍ତ୍ୱେ ତାଙ୍କ ନେତୃତ୍ୱକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ପରିଭାଷିତ କରାଯାଇଅଛି। ଆଧ୍ୟାତ୍ମିକ ଯୁଦ୍ଧ ପରିପ୍ରେକ୍ଷୀରେ କେବଳ ଆଧ୍ୟାତ୍ମିକ ନେତୃତ୍ୱ ଅର୍ଥପୂର୍ଣ୍ଣ। ଶେଷରେ ଜିହୋଶୟଙ୍କୁ ଯେଉଁ ଯୁଦ୍ଧ କରିବାକୁ ଡକାଯାଇଥିଲା, ତାହା ପରମେଶ୍ୱରଙ୍କର ଥିଲା ବନ୍ଧୁ, ଯାହା ଆମେ ପ୍ରଥମ ଥର ଦେଖୁଛୁ। ଜେରିକୋ ସେମାନେ ଆକ୍ରମଣ କରିଥିଲେ। ତାପରେ ଆମେ ଦେଖୁଛୁ ବନ୍ଧୁ ଚୁକ୍ତିର ନମୁନା, ଯାହାକି ଆଶୀର୍ବାଦ, ପ୍ରତିଜ୍ଞା ଏବଂ ଆଜ୍ଞା ପାଳନ। ବନ୍ଧୁ, ମାନବ ଜାତି ସହିତ ପରମେଶ୍ୱରଙ୍କ ପ୍ରଥମ ଆଲୋଚନାରୁ ନିୟମର ନମୁନା ସ୍ପଷ୍ଟ ହେଉଛି। ପରମେଶ୍ୱର ଆଜ୍ଞା ଦେବା ପୂର୍ବରୁ ଆଶୀର୍ବାଦ କରନ୍ତି ବନ୍ଧୁ। ଆଦି 1:28 ଆମେ ପାଉଅଛୁ। ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ କେନାନ ଦେଶକୁ ଆସିଲେ, ସେମାନେ କେନାନ ଦେଶ ପ୍ରବେଶ ହେବା ପୂର୍ବେ ପରମେଶ୍ୱର ସେମାନଙ୍କୁ ଆଜ୍ଞା ଦେଲେ, ଆଉ ସେ ଆଜ୍ଞା ଦେବା ପୂର୍ବରେ ସେମାନଙ୍କୁ ଆଶୀର୍ବାଦ କଲେ। ଆଉ ପରବର୍ତ୍ତୀ ବିଭିନ୍ନ ନିୟମରେ ପରମେଶ୍ୱରଙ୍କ ମୁକ୍ତି, ସନ୍ତାନ ସନ୍ତତି ଏବଂ ଭୂମି ପ୍ରତିଜ୍ଞା ମାଧ୍ୟମରେ ଈଶ୍ୱରୀୟ ଆଶୀର୍ବାଦ ପ୍ରକାଶିତ ହୁଏ ବନ୍ଧୁ। ଉଦାହରଣ ସ୍ୱରୂପ, ଯେତେବେଳେ ପରମେଶ୍ୱର ନୋହଙ୍କ ଜାହାଜ ନିର୍ମାଣ କରିବାକୁ ଡାକିଲେ ବନ୍ଧୁ, ଏହା ମାନବ ଜାତିକୁ ପରିତ୍ରାଣର ଏକ ଉପାୟ ପ୍ରଦାନ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପ୍ରଦର୍ଶନ କଲା। ଜାହାଜରେ ଥିବା ଲୋକମାନଙ୍କ ମହାନ ମୁକ୍ତି ପରେ ନୋହ ଅଧିକ ନିର୍ଦ୍ଦିଷ୍ଟ ଆଜ୍ଞା ପାଇଥିଲେ। ସେହିପରି ଅବ୍ରାହମ ପରମେଶ୍ୱରଙ୍କ ପ୍ରତିଜ୍ଞା ଆଶୀର୍ବାଦ ଶୁଣିବା ପରେ ହିଁ ତାଙ୍କ ଜନ୍ମଭୂମି ଛାଡ଼ିବା ପାଇଁ ପରମେଶ୍ୱରଙ୍କର ନିର୍ଦ୍ଦେଶ ପାଳନ କରିଥିଲେ, ଯାହା ଆମେ ଆଦି ପୁସ୍ତକ 12 ପର୍ବରୁ 1-3ରେ ପାଉଛୁ। ଆଉ ସେହିପରି ମୋଶାଙ୍କ ନିୟମ ସମାନ ନମୁନା ଅନୁସରଣ କରେ। ଯେପରି ପରମେଶ୍ୱର ଯାତ୍ରା 20, ଯାହାକି 10 ଆଜ୍ଞା ଆମେ ପାଉଛୁ, ଦେବା ପୂର୍ବରୁ ଇସ୍ରାଏଲ ପାଇଁ କଣ କରିଥିଲେ ତାହା ଲୋକମାନଙ୍କୁ ମନେ ପକାଇଥିଲେ ବନ୍ଧୁ। ଶେଷରେ ଜେରୁସାଲେମରେ ପ୍ରଭୁଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଦାଉଦଙ୍କ ଇଚ୍ଛା ଥିଲା। ପରମେଶ୍ୱର ଦାଉଦଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ପ୍ରତିଜ୍ଞା କରିଥିଲେ, ଯେପରିକି 2 ସାମୁଏଲ 7:27ରେ ଦେଖୁଛୁ। ନୂତନ ନିୟମର ପରମେଶ୍ୱର ତାଙ୍କ ଲୋକମାନଙ୍କ ହୃଦୟରେ ତାଙ୍କର ନିୟମ ସ୍ଥାପନ କରନ୍ତି, ଯାହାଦ୍ୱାରା ସେମାନେ ମୁକ୍ତ ଭାବରେ ତାଙ୍କୁ ଆଜ୍ଞା ପାଳନ କରିପାରିବେ। ସେହିପରି ଜିରିମିୟ 31:33ରେ ଲେଖାଯାଇଛି। ତେଣୁ ବନ୍ଧୁ, ପରମେଶ୍ୱରଙ୍କ ନିୟମର ଯେକୌଣସି ଆଇନଗତ ଦୃଷ୍ଟିକୋଣ ଆଜ୍ଞା ପାଳନ କର ବାଇବଲ ଲିଖିତ ଦୃଷ୍ଟିକୋଣ ସହିତ ସମନ୍ୱିତ ନୁହେଁ ବନ୍ଧୁ। ଆଜ୍ଞା ପାଳନ ସର୍ବଦା ପରମେଶ୍ୱରଙ୍କ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ଈଶ୍ୱରୀୟ ପଦକ୍ଷେପ ପ୍ରତି ଏକ ମାନବୀୟ ପ୍ରତିକ୍ରିୟା ଅଛି ବନ୍ଧୁ।
ପରିତ୍ରାଣ କେବେ ବି ମାନବୀୟ ସଫଳତା ଉପରେ ନିର୍ଭରଶୀଳ ନାହିଁ ବନ୍ଧୁ, ଏବଂ ନୁହେଁ କିମ୍ବା ଏହା କେବେ ବି ମାନବୀୟ ସଫଳତା ଉପରେ ନିର୍ଭର କରିବ ନାହିଁ। ମନେ ରଖନ୍ତୁ ବନ୍ଧୁ, ପୁରୁଣା ନିୟମର ଏପରି ଆଇନଗତ ଦୃଷ୍ଟିକୋଣ ଏହାର ପ୍ରକୃତ ଉଦ୍ଦେଶ୍ୟକୁ ବିକୃତ କରେ ବନ୍ଧୁ। ରୟଗନ୍ ଯଥାର୍ଥ ଭାବରେ କହନ୍ତି, ଯଦି ଆମେ ବାଇବଲିକ ନିୟମ ପ୍ରତି ଆମର ଅବହେଳାକୁ ଦୂର କରୁ, ତେବେ ପ୍ରେମର ଚରିତ୍ର ସହିତ ସମନ୍ୱୟରେ କାର୍ଯ୍ୟ ଏବଂ ଚିନ୍ତା କରିବାର ଏକ ମାନଦଣ୍ଡ ବୋଲି ସେ କୁହନ୍ତି ବନ୍ଧୁ। ଏହା ନୁହେଁ ହୋଇପାରିବ ନାହିଁ, ଏବେ କେବେ ବି ପରିତ୍ରାଣର ଏକ ମାଧ୍ୟମ ହେବା ପାଇଁ ଉଦ୍ଦିଷ୍ଟ ନଥିଲା। ସଠିକ କାର୍ଯ୍ୟ କରିବା କେବେ ବି ଆମର ମର୍ତ୍ତ୍ୟ କିମ୍ବା ଅତୀତର ପାପରୁ ଆମକୁ ମୁକ୍ତ କରିପାରିବ ନାହିଁ ବନ୍ଧୁ। ମନେ ରଖନ୍ତୁ, କେବଳ ଖ୍ରୀଷ୍ଟଙ୍କ ବଳିଦାନ ମାଧ୍ୟମରେ ହିଁ ପରମେଶ୍ୱର ଅନୁଗ୍ରହ ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇଥାଏ। ତାହା କରିପାରିବା ପରମେଶ୍ୱରଙ୍କ ଆଜ୍ଞା ଗୁଡ଼ିକ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ପୂର୍ବରୁ ଉଦ୍ଧାର ପାଇସାରିଛନ୍ତି ବନ୍ଧୁ। ବ୍ୟବସ୍ଥା ଏବଂ ଜ୍ଞାନ, ପୁରାତନ ନିୟମର ଜ୍ଞାନ ସାହିତ୍ୟ ଯେଉଁଥିରେ ଆୟୁବ, ହିତୋପଦେଶ ଏବଂ ଉପଦେଶ ପୁସ୍ତକ ଏବଂ କିଛି ଗୀତ ସଙ୍ଗୀତ ଅନ୍ତର୍ଭୁକ୍ତ, ଦୁଇଟି ପ୍ରମୁଖ ବିଷୟବସ୍ତୁ ଅନୁସନ୍ଧାନ କରେ: ସୃଷ୍ଟି ଏବଂ ନିୟମ। ଏହି ପୁସ୍ତକ ଗୁଡ଼ିକ ପ୍ରଦର୍ଶନ କରେ ଯେ ସୃଷ୍ଟି ଏବଂ ନିୟମ କିପରି ବିଶ୍ୱାସୀମାନଙ୍କ ପରମେଶ୍ୱର ଏବଂ ପରସ୍ପର ସହିତ ସମ୍ପର୍କ ରଖିବାର ଉପାୟକୁ ପ୍ରଭାବିତ କରିବା ଉଚିତ। ପ୍ରକୃତରେ ନିୟମ ଏବଂ ଜ୍ଞାନ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ଅଛି ବନ୍ଧୁ। ଏହି ସମ୍ପର୍କ ଆମେ ଦେଖୁଛୁ ଦ୍ୱିତୀୟ ବିବରଣ 4:6 ପୂର୍ବରୁ ସ୍ପଷ୍ଟ ଭାବରେ ଲେଖାଯାଇଅଛି। ତେଣୁ ସେଗୁଡ଼ିକୁ ପାଳନ କରିବାକୁ ସତର୍କ ହେବା ଉଚିତ, କାରଣ ଏହା ସେହି ଲୋକମାନଙ୍କ ଦୃଷ୍ଟିରେ ତୁମ୍ଭର ଜ୍ଞାନ ଏବଂ ତୁମ୍ଭର ବୁଦ୍ଧି, ଯେଉଁମାନେ ଏହି ସମସ୍ତ ନିୟମ ଶୁଣିବେ ଏବଂ କହିବେ, ନିଶ୍ଚିତ ଭାବରେ ଏହି ମହାନ ଜାତି ଏକ ଜ୍ଞାନୀ ଏବଂ ବୁଝାମଣାକାରୀ ଲୋକ। ଇସ୍ରାଏଲ ମହିମା ଏବଂ ଧନ ଓ ସାମରିକ ଶକ୍ତିରେ ନୁହେଁ, ବରଂ ପରମେଶ୍ୱରଙ୍କ ଆଜ୍ଞା ଗୁଡ଼ିକର ବିଶ୍ୱାସ ପାଳନରୁ ସୃଷ୍ଟି ହୋଇଥିବା ଜ୍ଞାନରେ ମିଳିପାରିବ। ସ୍ୱାଭାବିକ ଭାବରେ ବନ୍ଧୁ, ସଫଳତା ଏବଂ ସମୃଦ୍ଧି ଆସିବ। ସାଲୋମନ ଜ୍ଞାନ ପାଇଁ ଅନୁରୋଧର ପରିଣାମରେ ଏପରି ସଫଳତା ଏବଂ ସମୃଦ୍ଧି ଦେଖାଯାଇ ପାରିଲା। ଜ୍ଞାନ, ଯାହା ଈଶ୍ୱରଙ୍କ ନିର୍ଦ୍ଦେଶିତ ଜ୍ଞାନ, ଆମକୁ ଯେହୋବାଙ୍କ ଇଚ୍ଛା ପାଳନ କରି ଏବଂ ସାଥୀମାନଙ୍କ ଏବଂ ପ୍ରକୃତି ସହିତ ସମନ୍ୱୟରେ ରହି ତାଙ୍କ ଭୟ ପରିପ୍ରେକ୍ଷୀରେ ଭଲ ଭାବରେ ବଞ୍ଚିବାର କ୍ଷମତା ପ୍ରଦାନ କରେ। ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରି ତାଙ୍କୁ ଅମାନ୍ୟ କରେ। ଯେତେବେଳେ ଜ୍ଞାନୀମାନେ ବିଶୃଙ୍ଖଳାକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ଆଜ୍ଞାବହତାର ଜୀବନରେ ଈଶ୍ୱରଙ୍କ ଇଚ୍ଛାକୁ ଗ୍ରହଣ କରନ୍ତି, ଏହି ପସନ୍ଦରେ ଫଳାଫଳ ଭାବରେ ବାଇବଲର ଜ୍ଞାନ ଏବଂ ସାହିତ୍ୟରେ ବର୍ଣ୍ଣିତ ହୋଇଛି, ଯାହା ସୂର୍ଯ୍ୟ ତଳେ ଆମର ଅସ୍ତିତ୍ୱକୁ ବାରମ୍ବାର ଚିହ୍ନିତ କରୁଥିବା ବ୍ୟତିକ୍ରମ ଏବଂ ଅଯୋଗ୍ୟତା ସହିତ ମଧ୍ୟ କାର୍ଯ୍ୟ କରେ। ବନ୍ଧୁ, ଆମେ ଜିହୋଶୁଆଙ୍କ ବିଷୟରେ ଏହା ଆମେ ଦେଖୁଅଛୁ। ଯେପରିକି ଅନେକ ନେତାମାନେ ଅଛନ୍ତି, ଉଦାହରଣ ସ୍ୱରୂପ ଜିହୋଶୁଆ, ଅବ୍ରାହମ, ଦେବୋରା, ଆଉ ଦାଉଦ, ଏସ୍ତର, ପିତର, ପାଉଲ, ଅନେକ ଲୋକଙ୍କର ଆମେ ଦେଖୁଅଛୁ। ତାହେଲେ ବନ୍ଧୁ, ଏଇ ଯୋଉ ରବିବାର ଦିନର ପାଠ ଆମେ ଦେଖିଲୁ ବନ୍ଧୁ, କି ଆମେ କିପରି ସେହି ଯୋଉ
ଝିଅଙ୍କର ମଉସାଙ୍କ ପାଇଁ ମାନେ ମଉସାଙ୍କ ଜଣେ ନୂତନ ମଉସା ସ୍ୱରୂପେ ବଚାଗଲେ, ଯେହେତୁ ପ୍ରଭୁ ତାଙ୍କୁ ତାଙ୍କ ଆତ୍ମା, ଯେଉଁ ଆତ୍ମା ପରମେଶ୍ୱର ଆପଣା ମଉସାକୁ ଦେଇଥିଲେ, ଆଉ ସେହି ଆତ୍ମା ଯୀଶୁଙ୍କୁ ପ୍ରଦାନ କରନ୍ତି। ଯଦି ଆପଣଙ୍କର ସମୟ ଅଛି, ଦ୍ୱିତୀୟ ବିବରଣ 18, 15, 22 ଏବଂ ଝିଅସିଅ 1, 1-9 ପଢନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ତାହେଲେ ଚାଲନ୍ତୁ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ପ୍ରଭୁ, ଯେଉଁ ସାବସ୍କୃତ ପାଠ ଦ୍ୱାରା ନୂତନ ମଉସାଙ୍କ ବିଷୟରେ ଆମମାନଙ୍କୁ ଶିକ୍ଷା ପ୍ରଦାନ କଲ, ଆଉ ସେଇ ନୂତନ ମଉସା ହେଉଛନ୍ତି ଝିଅସୟ। ଯେପରି ମଉସାଙ୍କ ସହ ଥିଲ, ଆଉ ସେହିପରି ଝିଅସଙ୍କ ଥିବ ବୋଲି ଏକ ପ୍ରତିଜ୍ଞା କଲେ। ସେହି ପ୍ରତିଜ୍ଞା ଆମେ ଆମ ଜୀବନରେ ଲାଗୁ ହଉ ବୋଲି ଆମେ ପ୍ରାର୍ଥନା କରୁଛୁ। ଯେପରିକି ଆମେମାନେ ବଳବାନ ସାହସିକ ହୋଇ ତୁମ ସେହି ବାକ୍ୟ ଅନୁସାରେ ଚାଲିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମେ ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।